ଦୁର୍ଘଟଣାରେ ଯାତ୍ରା ହିରୋ ଆହତ। 6 ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲାର ନଳାଙ୍ଗ କୋର୍ଟ ଛକ ନିକଟରେ ଦୁର୍ଘଟଣା ଘଟିଛି। ଧଉଳି ଗଣନାଟ୍ୟ ଯାତ୍ରା ପାର୍ଟିର ଅଭିନେତା ରୁଦ୍ର ନାରାୟଣ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଏକ ଟ୍ରକ୍। ଅଭିନେତା ରୁଦ୍ର ଗୁରୁତର ଆହତ ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଭଦ୍ରକ ପୀରହାଟ ନିକଟରେ ତାଙ୍କର ଯାତ୍ରା ପାର୍ଟି ଯାତ୍ରା ପ୍ରଦର୍ଶନ କରୁଥିଲା। ଗତକାଲି ରାତିରେ ଯାତ୍ରାରେ ନାଟକ ଶେଷ କରି ନିଜ ଘର ଭୁବନେଶ୍ୱରକୁ କାରରେ ଯାଉଥିଲେ। ନିଦ ଆସିବାରୁ ନଳାଙ୍ଗ କୋର୍ଟ ଛକ ନିକଟରେ ଗାଡ଼ି ସାଇଟ୍ କରି ଶୋଇପଡ଼ିଥିଲେ। ରୁଦ୍ରଙ୍କ କାର ଛିଡ଼ା ହୋଇଥିବା ବେଳେ ଏକ ଟ୍ରକ୍ ଦ୍ରୁତଗତିରେ ଆସି ଗାଡ଼ିର ପଛପଟୁ ଧକ୍କା ଦେଇଥିଲା। ଖବର ପାଇ ଗ୍ରାମାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଯାତ୍ରା ଅଭିନେତା ରୁଦ୍ରଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ରୁଦ୍ରଙ୍କର ହାତ, ବେକ ଓ ଦେହର ଅନ୍ୟ ସ୍ଥାନରେ ଆଘାତ ଲାଗିଛି। ଧକ୍କା ମାରିଥିବା ଟ୍ରକ୍ ଓ ଡ୍ରାଇଭରଙ୍କୁ ଅଟକ ରଖିଛି ପୁଲିସ। କୋର୍ଟ ସାମ୍ନାରେ ଆମେ ଖବର ପାଇଲୁ ଯେ ପଛ ଆଡ଼ୁ ଅନ୍ୟ କୌଣସି ଗାଡ଼ି ଗୋଟେ ଆସି ତାକୁ ବାଡ଼େଇଛି। ବାଡ଼ିଲା ପରେ ସେ ସିରିୟସ୍ ହେଲା ପରେ ମୋତେ ଫୋନ୍ ଆସିଲା। ତାପରେ ତାକୁ 108 ଆମ୍ବୁଲାନ୍ସ ଆଣିକି ଭଦ୍ରକ ମେଡ଼ିକାଲରେ ପହଞ୍ଚେଇଲେ। ଆମେ ଆସି ପହଞ୍ଚିକି ତାକୁ ବର୍ତ୍ତମାନ ଟ୍ରିଟମେଣ୍ଟ ଆରମ୍ଭ କରୁଛୁ। ଭୁବନେଶ୍ୱରରେ ଯାଉଥିଲେ, ସେ ଭଦ୍ରକ ରହିବା କଥା ଅଛି। ଭୁବନେଶ୍ୱର ଆଜି ଅଫ୍ ଅଛି ବୋଲି ଭୁବନେଶ୍ୱର ପଳଉଥିଲା। ତାର ଗାଡ଼ି ଟିକେ ପ୍ରୋବ୍ଲେମ୍ ଥିଲା, ଗାଡ଼ି କାମ କରୁଥିଲା ତ ସେଥିପାଇଁ ଭୁବନେଶ୍ୱର ଯାଉଥିଲା। ଭଦ୍ରକରୁ ପାଖାପାଖି 35 କିଲୋମିଟର ହେବ।